ଦେବୋତ୍ତର ଜାଗା ପାଲଟିଛି ମେଘା ଜଳ ପ୍ରୋଜେକ୍ଟ ଷ୍ଟକ୍ୟାର୍ଡ। ନିଗୁଡ଼ ନିଦରେ ବିଭାଗ। କପିଳେଶ୍ୱର ବାବା ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ହଜାର ହଜାର ଜମି ଏବେ ଜବରଦଖଲକାରୀଙ୍କ କବ୍ଜାରେ। କିନ୍ତୁ ସମ୍ପୃକ୍ତ ବିଭାଗ ଏବେ କୋମାରେ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଆଉ ଠିକ୍ ଏହି ସମୟରେ ଦେଓଗାଁ ଗ୍ରାମ ପଞ୍ଚାୟତର ଡାଗରାପଲ୍ଲୀ ଅଞ୍ଚଳରେ ଥିବା ଦେବୋତ୍ତରର କିଛି ଜାଗା ଉପରେ ୱାଟର ମେଗା ପ୍ରୋଜେକ୍ଟ କମ୍ପାନୀ ପକ୍ଷରୁ ଏକର ଏକର ଜାଗା ଜବରଦଖଲ କଲା ଭଳି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଲା ପରେ ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଭାରୀ ଯାନ ଯିବା ଦ୍ୱାରା ରାସ୍ତା ଖରାପ ହେଉଛି ବୋଲି ସ୍ଥାନୀୟ ସରପଞ୍ଚ ମଧ୍ୟ ଅଭିଯୋଗ କରିଛନ୍ତି। ମୁଁ ତ ସମ୍ପୂର୍ଣ୍ଣ ଭାବରେ ଏ ବାବଦରେ ଅନଭିଜ୍ଞ। ମୁଁ ଦେଖୁଛି ଦୀର୍ଘ 2 ବର୍ଷ ହେବ ସେଠି ମେଗା ୱାଟର ପ୍ରୋଜେକ୍ଟର ପାଇପ୍ ଷ୍ଟାଗ୍ୟାର୍ଡ କରାଯାଇଛି। ଏହା ସମ୍ପୂର୍ଣ୍ଣ ଆମ ଅଜ୍ଞାତ ସାରରେ ହୋଇଛି। ମୁଁ ବି ଯେତେବେଳେ ଦେଖିଲି ମୁଁ ବି ସେ ମେଘା ୱାଟର ପ୍ରୋଜେକ୍ଟର ସେ ଜଣେ ସାର୍ଙ୍କୁ ମଧ୍ୟ କହିଥିଲି ଯେ ଏ ପ୍ରକାର ଏତେ ବଡ଼ ପ୍ରକଳ୍ପ କରୁଛନ୍ତି କାହା ନିର୍ଦ୍ଦେଶ କ୍ରମେ କରୁଛନ୍ତି, ଏ ଜାଗାରେ କିଏ ଆପଣମାନଙ୍କୁ ପରମିଶନ ଦେଇଥିଲା। ଛୋଟ ଗାଡ଼ି ଯାନବାହନ ଯିବା ଜାଗାରେ ସେଠାରେ ଟ୍ରଲର ଗାଡ଼ି ମଧ୍ୟ ଯିବା ଆସିବା କରି ରାସ୍ତା ବି ମଧ୍ୟ ନଷ୍ଟ କରୁଛି। ମୁଁ ବାରମ୍ବାର କହିଥିଲା ସତ୍ତ୍ୱେ ମଧ୍ୟ ଏ କଥା କେହି ଗୋଷ୍ଠୀକୃତ କରିନଥିଲେ। ମୁଁ ଆଜି ବିଧିବଦ୍ଧ ଭାବରେ ସେଇଥିପାଇଁ ଆସିଛି, ଆଜି ଗୋଟେ ନୋଟିସ୍ କରିବା ପାଇଁ। ଏପରିକି ବର୍ଷ ବର୍ଷ ଧରି ପିଲା ଖେଳି ଆସୁଥିବା ଖେଳ ପଡ଼ିଆକୁ କିଛି ଅସାଧୁ ବିଭାଗୀୟ କର୍ମଚାରୀ ଚଞ୍ଚକତା କରି କିଭଳି ଭାବରେ କମ୍ପାନୀକୁ ଟେକିଦେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଉକ୍ତ କମ୍ପାନୀ ଖେଳ ପଡ଼ିଆରେ ପାଇପ୍ ରଖିଥିବାର ପିଲାମାନେ ଆଉ ଖେଳି ପାରୁନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି। କେତେ ବର୍ଷ ହେଲା ଛୁଆ ଖେଳୁଥିଲେ ଏଠି? ସେଇ 12 ବର୍ଷ 15 ବର୍ଷ ଭିତରେ। ଏଇ ଯୋଉ ପାଇପ୍ ଗଦା ହେଲା ପରେ ଆଉ ଖେଳ ବନ୍ଦ ହୋଇଛି? ଆଉ ହଁ ବନ୍ଦ ହେଇଛି। ସେଇ ଯୋଉ ଛୁଆମାନେ ଖେଳୁଥିଲେ ଏବେ ଆଉ ଖେଳି ପାରୁନାହାନ୍ତି? ନାଇଁ, ଆଉ କେମିତି ଖେଳିବେ, ଏରା ତ ସବୁ ଗଦା ହବ। ଏହି ଜାଗାଟିର କିଛି ଅଂଶ ବିଦ୍ୟାଧର ସାହୁଙ୍କ ନାମରେ ଚୁକ୍ତିନାମା ସ୍ୱାକ୍ଷର କରାଯାଇଥିବାର ଦେଖିବାକୁ ମିଳିଛି। ଉକ୍ତ ଚୁକ୍ତି ଅନୁଯାୟୀ ବିଭାଗ ଜାଗାଟିକୁ ଚାଷ ଉଦ୍ଦେଶ୍ୟରେ ପ୍ରଦାନ କରିଛି, କିନ୍ତୁ ଯେଉଁ ରସିଦ ଦିଆଯାଇଛି ସେଥିରେ 2023 ମସିହା ପାଇଁ ପାଇପ୍ ରଖିବା କଥା ଲେଖାଯାଇଛି। ଚୁକ୍ତିନାମା ଏବଂ ରସିଦ ମଧ୍ୟରେ ତାଳମେଳ ରହୁନଥିବାରୁ ସନ୍ଦେହ ସୃଷ୍ଟି ହେଉଛି କି ଚୁକ୍ତି ଅନୁଯାୟୀ ବିଦ୍ୟାଧର ସାହୁଙ୍କୁ ସଞ୍ଜା ଚାଷ କରିବା ପାଇଁ ଖାତା ନମ୍ବର 78 ପ୍ଲଟ ନମ୍ବର 565ର ଏରିଆ 1 ଏକର 65 ଡିସିମିଲ୍ କିସମ ତୈଲା ପତିତ 23-24 ଆର୍ଥିକ ବର୍ଷରେ ଚାଷ ପାଇଁ ଦିଆଯାଇଥିଲା। ତାହା ସହିତ ବହି ନମ୍ବର 352 ରସିଦ ନମ୍ବର 17,556 ବିଶିଷ୍ଟ ଥିଲା, ଯେଉଁଥିରେ ବିଦ୍ୟାଧର ସାହୁଙ୍କୁ ପାଇପ୍ ରଖିବା ପାଇଁ 3,000 ଟଙ୍କାରେ ଉକ୍ତ ପ୍ଲଟକୁ ଜାନୁଆରୀ 23ରୁ ଡିସେମ୍ବର 23 ପର୍ଯ୍ୟନ୍ତ ଭଡ଼ା ଆକାରରେ ଦିଆଯାଇଥିବାର ଦର୍ଶାଯାଇଛି। ମାତ୍ର କମ୍ପାନୀ ଉକ୍ତ ସ୍ଥାନରେ ଏକାଧିକ ପ୍ଲଟ ଜବରଦଖଲ କରି ପାଇପ୍ ଗଦା କରି ରଖିଥିବାର ଦେଖିବାକୁ ମିଳିଛି। ତେଣୁ ଯଦି ବି ଏକଥା ସତ୍ୟ ହୋଇଥାଏ ତେବେ ଏ ଜାଗା ଚାଷ ପାଇଁ ଦିଆଗଲା ନା ପାଇପ୍ ରଖିବା ପାଇଁ? ରସିଦ ଏବଂ ଚୁକ୍ତିନାମା କେବଳ ଧର୍ମକୁ ଆଖିଠାର ବୋଲି ମନେ ହେଉଛି। ଏ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ କ୍ୟାମେରା ସାମ୍ନାରେ କିଛି କହିନଥିବା ବେଳେ ଏହାର ସମସ୍ତ କାଗଜପତ୍ର ଆମେ ଉପଜିଲ୍ଲାପାଳଙ୍କୁ ଦେଇଦେଇଛୁ ବୋଲି କମ୍ପାନୀର ଷ୍ଟୋର ଦାୟିତ୍ୱରେ ଥିବା ଜୟରାମ ବାବୁ କହିଛନ୍ତି। ତେଣୁ ଉପଜିଲ୍ଲାପାଳଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ। ମୋ ନାଁ ହେଲା ଚିନ୍ମୟ କୁମାର ପରିଡ଼ା। ଘର କୋଉଠି? ଏଇ ଗାଁର ବାସିନ୍ଦା ମୁଁ। କୋଉ ଗାଁ? ଡାଗରାପଲ୍ଲୀ। ଏଠି ଯୋଉ ପାଇପ୍ ଗଦା ହେଇଛି କେତେ ବର୍ଷ ହେଲା ଗଦା ହେଲାଣି? ପାଇପ୍ ଏଠି 2 ବର୍ଷ ହେଲା ଗଦା ହେଇଛି। ଏଟା ପୁରା ଜଙ୍ଗଲ ହେଇକି ଏ ଜାଗା ଥିଲା। ଅଭିଯୋଗ ଆସିଛି ଯେ ଏଇଠି ଖେଳ ପଡ଼ିଆ, ଗାଁର ଖେଳ ପଡ଼ିଆ ଥିଲା, ଏଠି ମେଘା ଜଳ ପ୍ରୋଜେକ୍ଟର ପାଇପ୍ ଗଦା ହେଇଛି। ଏଠି ଖେଳ ପଡ଼ିଆ କିଛି ନଥିଲା, ସେଟା ଜଙ୍ଗଲ ହେଇକି ପଡ଼ିଥିଲା। ଜାଗାକୁ ପରିଷ୍କାର କରାହେଇକି ଏଠି ମାନେ ମୋ ପରିଚୟ ହେଉଛି ଆଲୋକ କୁମାର ବରାଲ। ମୁଁ ମେଘା କମ୍ପାନୀରେ ପାଇପ୍ ଲାଇନରେ କାମ କରୁଛି। ବର୍ତ୍ତମାନ ଚୋରି ହବ ନ ହେବା ପାଇଁ ମୁଁ ଆମ ଘର ପାଖରେ ଆଣିକି ରଖିଛି। ବିନା ପରମିଶନ ଏଠି ଆମେ ରଖିନୁ, ଦେବୋତ୍ତର ପରମିଶନରେ ଆମେ ରଖିଛୁ। ତେଣୁକରି ଯାହା ଅଭିଯୋଗ ଆସିଛି ଆମେ ଶୁଣିବାକୁ ମିଳିଲା, ତେଣୁକରି ସେଇଟା ଭିତ୍ତିହୀନ, ପୁରା ସମ୍ପୂର୍ଣ୍ଣ ମିଥ୍ୟା। ଦେବୋତ୍ତର ବିଭାଗର ନିରୀକ୍ଷକ ବସନ୍ତ କୁମାର ରଥ ତାଙ୍କ ନୋଟିସରେ ଏହା ନଥିବାର କଥା କହିଥିବା ବେଳେ ଏ ଜାଗା କିଏ କାହିଁକି ଲିଜ୍ ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି। ପ୍ରକୃତରେ ଏ ଜାଗା କେବେ କାହିଁକି କାହାକୁ ଲିଜ୍ରେ ଦିଆଯାଇଛି ନା ଅସାଧୁ ବିଭାଗୀୟ କର୍ମଚାରୀମାନେ ଚଞ୍ଚକତା କରି ବିଭାଗର ଟଙ୍କାକୁ ହଡପ କରିବାର ସକ୍ଷମ ହୋଇଛନ୍ତି ତାହା ତଦନ୍ତ ସାପେକ୍ଷ ଏବଂ ଉଚ୍ଚସ୍ତରୀୟ ତଦନ୍ତ ହେଲେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ଅନେକ ଜବରଦଖଲ ଜାଗା ଫେରିବ। ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏହା ଉପରେ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛି। ମୁଁ ହେଉଛି ନବୀନ ନନ୍ଦ, ପୂର୍ବତନ ବିଧାୟକ ଢେଙ୍କାନାଳ।
से जो स्टॉक एयारटी होती मेगा वाटर सप्लाई कंपनी करी दीर्घ 2 वर्ष धरी कर भड़ा दौर शुणा मिलूँ केते दूर सत मिछ मुझे जानी ना कि जहाँ मुझे शुणी जी लोक मैंने अभियोग कर 2 लाख टका लगे भड़ा कड़े मसक दूसरी देवस्व विभाग दैनिक अधिकारी से भड़ा कड़े नौ भड़ा जाऊनी बोली खबर पाइली तुम तदंत कले जना पड़ो से कंपनी पचार पड़ो कंपनी तुम्हें बिना अनुमति ठाकुर देवस्व प्रशासन बिना अनुमति जगह को कहीं जबरदखल कर जो जी भड़ा हवा कथा जगह बाबद भड़ा हवा कथा भड़ा को ठाकुर तुरंत दिंतु और से जगह को तुरंत बेदखल दखल छाड़ू। ढेंकानालू सौम्यरंजन महांती रिपोर्ट नागराज न्यूज।